ଆଜିର ଭିଡ଼ିଓରେ ମହିଳାମାନଙ୍କର ଶରୀରର ଲକ୍ଷଣ ସମ୍ବନ୍ଧୀୟ କିଛି ତଥ୍ୟ ରହିଛି, ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ସୌଭାଗ୍ୟଶାଳୀ ମହିଳାମାନଙ୍କର ଶରୀରରେ ଥିବା ଲକ୍ଷଣ ଆଧାରରେ ତାଙ୍କର ଭବିଷ୍ୟତ ବ୍ୟକ୍ତିତ୍ୱ ଜଣାଇବାକୁ ଯାଉଛି। ଭାରତୀୟ ସଂସ୍କୃତିରେ ଶୁଭ ଓ ଅଶୁଭ ଏବଂ ଭଲ ଓ ଖରାପ ଏସବୁ କଥା ଉପରେ ବହୁତ ଗୁରୁତ୍ୱ ଦିଆଯାଇଛି। ଆମର ଜ୍ୟୋତିଷ ଶାସ୍ତ୍ର ହେଉଛି ବିରାଟ ବଡ଼ ସମୁଦ୍ର ଭଳି, ଯେଉଁଥିରେ ପ୍ରତ୍ୟେକ ଜିନିଷ ପଛରେ ଥିବା ଅର୍ଥକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଆମର ଆଖପାଖରେ ଯେତେ ଘଟଣା ଘଟିଥାଏ ତାହାର ସମ୍ବନ୍ଧ ଆମର ନିକଟ ଭବିଷ୍ୟତ ସହିତ ନିଶ୍ଚିତ ଭାବେ ଜଡ଼ିତ ହୋଇ ରହିଥାଏ। ଆମ ଶରୀରରେ ଥିବା କିଛି ଚିହ୍ନ ବା କଳା ଯାଇ କିମ୍ବା ଆମ ଶରୀରରେ କିଛି ଗଠନରେ ବି କିଛି ନା କିଛି ଅର୍ଥ ଲୁଚିକି ରହିଥାଏ। ଭଗବାନ ପ୍ରତ୍ୟେକ ମନୁଷ୍ୟର ଶରୀରର ଗଠନକୁ ଅଲଗା ଅଲଗା ଭାବରେ ତିଆରି କରିଛନ୍ତି, ଯେପରି ରଙ୍ଗ, ରୂପ, ସ୍ୱଭାବ, ବିଚାର ଶୈଳୀ, ପରିସ୍ଥିତି ଆଦି ସବୁଥିରେ ଜଣେ ଅନ୍ୟ ଜଣଙ୍କ ଠାରୁ ଭିନ୍ନ ହୋଇଥାଏ। ସମୁଦ୍ର ଶାସ୍ତ୍ର ଆମର ବୈଦିକ ସଂସ୍କୃତିରେ ଏକ ପ୍ରମୁଖ ଅଂଶ ଅଟେ ଏବଂ ଯେଉଁଥିରେ ଆମ ଶରୀରର ଉପରେ ନିର୍ମିତ ଏହିସବୁ ଚିହ୍ନ ଏବଂ ଶରୀରର ବିଭିନ୍ନ ଅଙ୍ଗ ଗଠନର ଅଧ୍ୟୟନ କରି ମନୁଷ୍ୟର ଭବିଷ୍ୟତ ଏବଂ ବର୍ତ୍ତମାନ ବିଷୟରେ କୁହାଯାଇଛି। ଏବେ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଜାଣିବା ଯେ ସୌଭାଗ୍ୟଶାଳୀ ସ୍ତ୍ରୀମାନଙ୍କର ଶରୀରରେ ଥିବା କିଛି ଚିହ୍ନ ଏବଂ ଅଙ୍ଗର ଗଠନ ବିଷୟରେ, ଯାହାର ସିଧା ପ୍ରଭାବ ତାଙ୍କର ଜୀବନର ଉପରେ ପଡ଼ିଥାଏ। 1 ନମ୍ବର ରହିଛି, ଯେଉଁ କନ୍ୟାମାନଙ୍କ ମୁହଁ ତାଙ୍କର ବାପାଙ୍କ ମୁହଁ ସହ ମିଶୁଥାଏ, ସେହି ସ୍ତ୍ରୀ ବହୁତ ସୌଭାଗ୍ୟଶାଳୀ ହୋଇଥାଏ। ଯେଉଁ କନ୍ୟାର ମୁହଁ ବାପାଙ୍କର ମୁହଁ ସହିତ ମିଶୁଥାଏ, ସେ କନ୍ୟା ବିବାହ ପରେ ସ୍ତ୍ରୀ ହୋଇଯିବ, ତେଣୁ ସେତେବେଳେ ତା'ର ସୌଭାଗ୍ୟ ବହୁତ ବଢ଼ିଥାଏ, ତେଣୁ ସେ ଝିଅ ସୌଭାଗ୍ୟଶାଳୀ ହୋଇଥାଏ। 2 ନମ୍ବର, ଯେଉଁ ସ୍ତ୍ରୀମାନଙ୍କ ନାଭି ବଡ଼ ଏବଂ ଗଭୀର ହୋଇଥାଏ, ସେହି ସ୍ତ୍ରୀଙ୍କୁ ଶୁଭ ବୋଲି କୁହାଯାଏ। ଯେଉଁ ସ୍ତ୍ରୀର ନାଭି ଗଭୀର ହେବା ସହିତ ଡାହାଣ ପଟକୁ ମୋଡ଼ି ହୋଇ ରହିଥାଏ, ସେ ସ୍ତ୍ରୀ ଧନ, ସୁଖ ଏବଂ ସନ୍ତାନ ସନ୍ତତି ସୁଖ ପାଇଥାନ୍ତି ଏବଂ ସୁଖ ସମୃଦ୍ଧି ତାଙ୍କର ପାଦ ସ୍ପର୍ଶ କରିଥାଏ। ଏହି ସଂକେତ ନିଜେ ହିଁ ଜାଣିପାରିବେ। 3 ନମ୍ବର, ଯେଉଁ କନ୍ୟାର ଜଙ୍ଘ ମାଂସାଳ ହୋଇଥାଏ, ସେମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି। 4 ନମ୍ବର, ଯେଉଁ ନାରୀମାନଙ୍କ ନାଭିର ଆଖପାଖରେ କଳା ଯାଇଥାଏ, ସେ ତାଙ୍କ ପାଇଁ ସ୍ୱାମୀ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। 5 ନମ୍ବର, ଯେଉଁ କନ୍ୟାର ପାଦର କାଣି ଆଙ୍ଗୁଳି ଭୂମିକୁ ଯଦି ସ୍ପର୍ଶ କରୁଥାଏ, ତେବେ ଏହି ସ୍ତ୍ରୀକୁ ବହୁତ ଶୁଭ ବୋଲି କୁହାଯାଇଥାଏ। 6 ନମ୍ବର, ଯେଉଁ ସ୍ତ୍ରୀମାନଙ୍କ ଦାନ୍ତ ଲମ୍ବା ହୋଇଥାଏ, ସେମାନଙ୍କୁ କେବେ ବି ଧନର ଅଭାବର ସମ୍ମୁଖୀନ ହେବାକୁ ପଡ଼ିନଥାଏ। 7 ନମ୍ବର, ଯେଉଁ କନ୍ୟାମାନଙ୍କର ପାଦରେ ଶଙ୍ଖ, ଚକ୍ର ଏବଂ ପଦ୍ମ ଚିହ୍ନ ରହିଥାଏ, ସେମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି।
ଏପରି ସ୍ତ୍ରୀମାନେ ଜୀବନରେ ବହୁତ ଆଗକୁ ବଢ଼ିଥାନ୍ତି। ଏ ସଂକେତ ତ ନିଜେ ନିଜେ ହିଁ ଜାଣିପାରିବେ। 8 ନମ୍ବର, ଯେଉଁ ସ୍ତ୍ରୀମାନଙ୍କର ପାଦର ଗୋଇଠି ସର୍ପାକାର ଏବଂ ପାଦରେ ତ୍ରିକୋଣ ଚିହ୍ନ ରହିଥାଏ, ସେମିତି ସ୍ତ୍ରୀ ବହୁତ ଭାଗ୍ୟବତୀ ହୋଇଥାନ୍ତି। ପାଦରେ ତ୍ରିକୋଣ ଚିହ୍ନର ଅର୍ଥ ଚାଲାକ ହୋଇଥାନ୍ତି, ଯିଏ ନିଜର ବୁଦ୍ଧି ଏବଂ ବିବେକ ଦ୍ୱାରା ନିଜର ଘର ପରିବାରକୁ ଖୁସିରେ ରଖିଥାନ୍ତି। 9 ନମ୍ବର, ଯେଉଁ ମହିଳାମାନଙ୍କ ଆଖି ବଡ଼ ହୋଇଥାଏ, ସେମାନେ ବହୁତ ଦୟାଳୁ ପ୍ରକୃତିର ହୋଇଥାନ୍ତି। ତାଙ୍କ ଭିତରେ ଦାନ ଏବଂ ପରୋପକାର ଭାବନା ସବୁବେଳେ ରହିଥାଏ। ସେ ନିଜ ସହିତ ନିଜ ପରିବାରର ବହୁତ ଭଲ ଭାବରେ ଧ୍ୟାନ ରଖିଥାନ୍ତି। ଯେଉଁ ଘରେ ତାଙ୍କର ବିବାହ ହୋଇଥାଏ, ସେ ଘରେ ଧନର ଅଭାବ କେବେ ହୁଏ ନାହିଁ। 10 ନମ୍ବର, ଯେଉଁ ସ୍ତ୍ରୀମାନଙ୍କ ଶରୀରର ଡାହାଣ ଅଂଶ ଅପେକ୍ଷା ବାମ ଅଂଶରେ ଅଧିକ କଳାଜାଇ ରହିଥାଏ, ସେ ଝିଅମାନଙ୍କୁ ନିଜ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ମନାଯାଇଥାଏ। ସେ ନିଜର ଶାଶୁଘର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ତାଙ୍କ ପରିବାରରେ ସବୁବେଳେ ସୁଖ ସୁବିଧାରେ ରହିଥାନ୍ତି। 11 ନମ୍ବର, ଯେଉଁ ମହିଳାମାନଙ୍କର ପାଦ ଲମ୍ବା ହୋଇଥାଏ, ତାଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମନାଯାଇଥାଏ। ତାଙ୍କର ବିବାହ ଯେଉଁ ଘରେ ହୋଇଥାଏ, ସେଠି କେବେ ବି ଧନର ଅଭାବ ହୁଏ ନାହିଁ। 12 ନମ୍ବର, ଯେଉଁ ଝିଅମାନଙ୍କ ମଥାର ମଝି ଅଂଶରେ କଳାଜାଇ ରହିଥାଏ, ସେହି ଝିଅମାନଙ୍କର ବିବାହ ଅତ୍ୟନ୍ତ ଧନୀ ସମ୍ପନ୍ନ ବ୍ୟକ୍ତିଙ୍କ ସହ ହୋଇଥାଏ। ଆଜି ପାଇଁ ଭିଡ଼ିଓଟି ଏତିକି। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଏତିକିରେ ରହିଲି। ଥ୍ୟାଙ୍କ ୟୁ।